କଥା ସହରଟା ଗାଁରେ ଟିକେ ଆଧୁନିକ ହେଇଯାଉଛି ସବୁ ଜିନିଷ କିନ୍ତୁ ନୂଆ ନୂଆ କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି। ବହୁତ ମାନେ ଖୁସି ଲାଗୁଛି ବହୁତ ଦିନ ପରେ ରଜ 3 ଦିନ ପାଳନ ହୁଏ ମାନେ ଖୁସି ଲାଗୁଛି ମାନେ ଓଡ଼ିଶାର ଗୋଟେ ବଡ଼ ପର୍ବ ଏଇଟା ଯେହେତୁ ମଜା ଲାଗୁଛି। ଏଇ ରଜରେ ରଜପାନ ଖାଇବାରେ କିଛି ମଜା ମାନେ ନିଆରା ସେଇଟା ଲାଗିଥାଏ ଆଉ ମାନେ ମାନେ ଖୁସି ଉଲ୍ଲାସ ଭରିଯାଏ ମାନେ ରଜ ଆସିଲେ କିଛି ନୂଆ ଜିନିଷ ସବୁ ଜିନିଷ ନୂଆ କିଣା ହେଇଥାଏ ଝିଅମାନେ ବହୁତ ଖୁସି ମାନେ ଅନୁଭବ କରନ୍ତି ଖାସ କରି ଝିଅ ପିଲାମାନେ ଆଉ ଏଇ ଟାଇମରେ ବହୁତ ମାନେ ବସିକି ଗାଁ ଗହଳିରେ ବହୁତ ଖେଳ ଖେଳନ୍ତି ଲୁଡୁ ଏମିତି ସବୁ। ପ୍ରତିବର୍ଷ ଏଠି ବୁଢୀମା ତୋଟାରେ ରଜ ମହୋତ୍ସବ ହଉଛି ଯାଉ ଝିଅ ବୋଉ ସମସ୍ତେ ଆମେ ଆସିକି ସନ୍ଧ୍ୟା ବେଳେ ପ୍ରୋଗ୍ରାମ ଦେଖୁ ଛୋଟ ଛୋଟ ପିଲାଙ୍କୁ ଆମର ନେଇକି ଆସିଲେ ଭଲ ଲାଗେ ଯାଉ ଭଲ ସମସ୍ତେ ପୋଡପିଠା ଖାଇକି ପାନ ଖାଇକି ଛୁଆ ମାନେ ରଜ ପାଳୁଛନ୍ତି ଭଲ ଲାଗୁଛି। ହଁ ସେଇଟା ଠିକ କଥା ସହରଟା ଗାଁରେ ଟିକେ ଆଧୁନିକ ହେଇଯାଉଛି ସବୁ ଜିନିଷ କିନ୍ତୁ ନୂଆ ନୂଆ କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି କିଛି ନୂଆ ନୂଆ ସେଲିବ୍ରିଟିଙ୍କୁ ଆଣୁଛନ୍ତି ଶୋ ମାଧ୍ୟମରେ ଆମକୁ ସ୍ପେସ୍ କରୁଛନ୍ତି ଯୋଉଟା କି ଆମେ ଦେଖି ଖୁସି ହଉଛେ ଭଲ ଲାଗୁଛି ସବୁ ଭଲ ଲାଗୁଛି।